ଦେଖନ୍ତୁ ମୁଁ ବୁଝିପାରୁନି ଯେ ଭକ୍ତ ବାବୁ ତାଙ୍କୁ କାହିଁ ଦୋଷ ଦଉଛନ୍ତି। ଦଳ ଯାହା ଦାୟିତ୍ୱ ଦେଲା ତାଙ୍କ କାମ ହେଲା ସେ ଦାୟିତ୍ୱ ନିର୍ବାହ କରିବେ। କିନ୍ତୁ ଘଟଣାଟି ହେଉଛି ଯୋଉ ମୂଳ କଥାଟି ହେଉଛି ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ପଛରେ ଦେବଦୁର୍ଲଭ କାର୍ଯ୍ୟକର୍ତ୍ତା ଯାହା ଭାରତୀୟ ଜନତା ପାର୍ଟି କହୁଛନ୍ତି ନେତା ଏବଂ ତା ସହିତ ଯୋଡ଼ିଏ ହିମାଂଶୁ ହିମାଂଶୁ ଇଣ୍ଟୁ ହିମାଂଶୁ ହିମାଂଶୁ ସ୍କୋୟାର ଏମାନଙ୍କର ହାତ ରହିଛି। ଜଣେ ହେଉଛନ୍ତି ନେତା ହିମାଂଶୁ ଆଉ ଜଣେ ହେଉଛନ୍ତି ବାବୁ ହିମାଂଶୁ। ଯେହେତୁ ନେତା ହିମାଂଶୁଙ୍କ ନାଁଟା ଧରି ହବ ବାବୁ ହିମାଂଶୁ ନାଁଟା ଉହେ ରହିବ ମୁଁ ଭାବୁଛି ବାବୁ ହିମାଂଶୁଙ୍କର ବି ମନ ଦୁଃଖ କାହିଁକି ନା ଯେତେବେଳେ ବିଧାୟକ ଯାଇକି ସାଙ୍ଗେ ସାଙ୍ଗେ ତାକୁ ମୁଣ୍ଡିଆଟେ ମାରିଦେଲେ ସେ ବି ଜାଣିଛନ୍ତି ଅନୁଭବ କରିଛନ୍ତି। ତେଣୁ ଦୁଇ ହିମାଂଶୁଙ୍କୁ କ୍ରେଡିଟ୍ ଦିଆଯିବା ଦରକାର ଏବଂ ସାରା ଓଡ଼ିଶା ମଧ୍ୟ ଜାଣିଛି ଏଥିରେ ବିବାଦ ହବାର ଦରକାର ନାହିଁ କି ବିତର୍କ ହବାର ବି ଆବଶ୍ୟକତା ନାହିଁ। ଭକ୍ତ ଦାସଙ୍କୁ ଆପଣ ଯେତେବେଳେ ପଚାରିଲେ ସେ ତ କିଛି କହିବେ ନା କହିବେନି। ତେଣୁ ଆପଣ ଯେତେବେଳେ ହିମାଂଶୁ ବାବୁଙ୍କ ନାଁ ଧରିକି ପଚାରିଲେ ସେ ତାଙ୍କୁ ସମର୍ଥନ କରିବେ ଯେ ହିମାଂଶୁ ବାବୁ ଜଣେ ବଢିଆ ନେତା ବଢିଆ ସଂଗଠକ କୋମନାରେ ଏମିତି ଖେଳ କରିଦେଲେ ବବି ବି ଚିତପଟାଙ୍ଗ ଦେଲେ ଆମେ ବି ଚିତପଟାଙ୍ଗ ଦେଲେ କଥା କହିବେ କି। ତେଣୁ ବିରୋଧୀଙ୍କ କାମ ହିସାବରେ ସେ ତାଙ୍କୁ ସମାଲୋଚନା କରିଛନ୍ତି। ତେଣୁ ଭକ୍ତ ବାବୁ ତାଙ୍କୁ ଟାର୍ଗେଟ କରିଛନ୍ତି। ଆପଣଙ୍କୁ ଲାଗୁଛି ଗୋଟେ ସ୍ୱାଧୀନ ବିଧାୟକ କାନ୍ଧରେ ଭାରତୀୟ ଜନତା ପାର୍ଟି ନଇ ପାରିଲା ଉପନିର୍ବାଚନ ନଦୀ ନା ପାରିଲା? ନା ନା ବହୁ ଫ୍ୟାକ୍ଟର ରହିଛି ତା ଦେହରେ। ମୋହନ ମାଝୀଙ୍କର ଆଦିବାସୀ ଚେହେରା ସେ କ'ଣ ଗୋଟେ ଫ୍ୟାକ୍ଟର ନୁହେଁ? ଆଦିବାସୀ ଇଲାକାରେ ଆଦିବାସୀ ଚେହେରା ତାଙ୍କର ଗୋଟେ ଫ୍ୟାକ୍ଟର ରହିଛି। ଭାରତୀୟ ଜନତା ପାର୍ଟି ସରକାରରେ ରହିଛି, ସରକାରଙ୍କର ବି ଗୋଟେ କ୍ଷମତା ରହିଛି। 8 ଜଣ ମନ୍ତ୍ରୀ ସେଠି ରହିଲେ, 2 ଜଣ ମନ୍ତ୍ରୀ ସେଠି ବୁଝାସୁଝା କଲେ। ତେଣୁ ଖାଲି ସେତିକି ନୁହେଁ, ଛତିଶଗଡ଼ର 150 କାର୍ଯ୍ୟକର୍ତ୍ତା 73 ଜଣରୁ 75 ଜଣ ପାଖାପାଖି ବିସ୍ତାରକ ଏବଂ ପ୍ରତି ବୁଥ ଦାୟିତ୍ୱରେ ଏମଏଲଏ ଠାରୁ ନେଇକି ଅନ୍ୟ ନେତାମାନେ 358 ବୁଥରେ 358 ଗୁଣନ ହିସାବ କରନ୍ତୁ 5-10 ଲକ୍ଷ ହିସାବ କଲେ ପାଖାପାଖି 3500 4000 ଲୋକ ସେଠି ଲାଗିଛନ୍ତି। ତେଣୁ ଜଣକୁ ଗୁରୁତ୍ୱ ଖାଲି ଆମେ ଦେଇଦେଲେ ହବନି। ତା ଦେହରେ ମାନସ ମହାନ୍ତି ଅଛନ୍ତି, ମନମୋହନ ଅଛନ୍ତି, ମୋହନ ମାଝୀ ଅଛନ୍ତି। ତେଣୁ ବିଭିନ୍ନ ପର୍ଯ୍ୟାୟରେ ଆସିଲେ ଇଏ ମଧ୍ୟ ଗୋଟେ ଗୁରୁତ୍ୱ ବହନ କରନ୍ତି ଯୋଉ ଫ୍ୟାକ୍ଟର କୁହାଯାଏ। ଯେ ଆମେ ଏମିତି କହିବା ଯେ ନୂଆପଡ଼ାରେ କାହିଁକି ବିଜେପି ଜିତିଲା, ବିଜେପି କ'ଣ ସଂଗଠନ ପାଇଁ ଜିତିଲା? ଯଦି ସଂଗଠନ ପାଇଁ ଜିତିଥିଲା ଗତଥର କାହିଁ 3 ନମ୍ବରରେ ରହିଥିଲେ? ତେଣୁ କଥା ଏଠି ନାହିଁ, ଗୋଟେ ଇକ୍ୱେସନ ସୃଷ୍ଟି ହେଲା। ନୂଆପଡ଼ାରେ 3 ଜଣଙ୍କ ପାଖରେ ଭୋଟ, 4 ଜଣଙ୍କ ପାଖରେ। ଜଣେ ହେଉଛନ୍ତି ରାଜେନ୍ଦ୍ର ଢୋଲକିଆ ସ୍ୱର୍ଗତ ଯିଏ ଚାଲିଗଲେ, ଆଉ ଜଣେ ହେଉଛନ୍ତି ବସନ୍ତ ପଣ୍ଡା, ଆଉ ଜଣେ ହେଉଛନ୍ତି ଯଦୁମଣି ପାଣିଗ୍ରାହୀ, ଆଉ ଜଣେ ହେଉଛନ୍ତି ଘାସିରାମ ମାଝୀ। ଘାସିରାମ ମାଝୀ କଂଗ୍ରେସରେ ଆପଣ ଦେଖନ୍ତୁ ପକେଟ ଭୋଟ ଦେଇକି ସେ 40 ନେଲେ। ଏପଟେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ବିଜେପିରୁ ଲଢ଼ିଲା, ସେପଟେ ବସନ୍ତ ପଣ୍ଡା ବି ସହଯୋଗ କଲେ। ଅଭିନନ୍ଦନ ମାନେ 3ଟା ଜଣ ଭୋଟ ବ୍ୟାଙ୍କଟା ଗୋଟେ ଜାଗାରେ ମିଶିଗଲା। ଜଣକୁ ଶ୍ରେୟ ଦେଇକି ଆଉ ସମସ୍ତେ କିଛି କାମ କରୁନଥିଲେ, ଖାଲି ଜଣେ ଖଟୁଥିଲେ। ମୁଁ ସେଥିରେ ଟିକେ ଏକମତ ନୁହେଁ। କିନ୍ତୁ ଏକଥା କହିବା ନିଶ୍ଚିତ ଭାବରେ ଟଙ୍କା ଟିକେ ବିଜେଡି କାହିଁ କାଠେଇ ଗଲା ମୁଁ ଜାଣିପାରିଲିନି। ଆମେ ଭାବୁଥିଲୁ ଶୀତୁଆ ଇଏରେ ଏମାନଙ୍କ ପାଖରେ ବହୁତ ପଇସା ଅଛି, 600 କୋଟି ଟଙ୍କା ଅଛି। ତେଣୁ ଏମାନେ ରଖିଲେ ଯେମିତି ପିମ୍ପୁଡ଼ି ବାଇଚଢ଼େଇ ଗପ ଶୁଣିଛନ୍ତି, ମାନେ ପିମ୍ପୁଡ଼ି ଯେମିତି ସାଇତିକି ରଖିଲା ବର୍ଷା ଦିନ ପାଇଁ, ମୁଁ ଭାବୁଛି ଇଏ ସେମିତି ସାଇତିକି ରଖିଲେ ପଞ୍ଚାୟତ ନିର୍ବାଚନ ପାଇଁ, ପୌର ନିର୍ବାଚନ ପାଇଁ। ତେଣୁ କାହା ରଣନୀତି କାହା ମାନେ ବିଜେପିର ରଣନୀତି କାମ କଲା, ବିଜେଡିର ରଣନୀତି କାମ କଲାନି। କଂଗ୍ରେସର ଅଧାରୁ ଅଧିକ କାମ କଲା ବୋଲି ସେ ତାଙ୍କର ଇଜ୍ଜତ ରଖିଲେ, ବିଜେଡି ଇଜ୍ଜତର ମାଟିରେ ମିଶିଗଲା। ଉପନିର୍ବାଚନ ପରେ ଆପଣ ପୂର୍ବରୁ ମଧ୍ୟ ମନ୍ତବ୍ୟ ଦେଇଥିଲେ ଯେ ବିଜେପିର ଗୋଟେ ପ୍ରକାର ଏକତା ସୃଷ୍ଟି ହେଇଛି, କିନ୍ତୁ ବର୍ତ୍ତମାନ ଦେଖିବେ ବିରୋଧୀ ବିଦ୍ରୋହ ଆରମ୍ଭ ହେଇଛି। ଗତକାଲି ସମ୍ବିତ ରାଉତରାୟ ମଧ୍ୟ ଏଲିନା ମଧ୍ୟ ତାଙ୍କର ଗୋଟେ ସୋସିଆଲ ମିଡିଆରେ ଗୋଟେ ପାଖରେ ଚାଲିଛନ୍ତି। ଧୀରେ ଧୀରେ ଅନ୍ୟ ନେତା ମଧ୍ୟ ମୁହଁ ଖୋଲୁଛନ୍ତି। ଏଲିନା ଶ୍ରୀମୟୀ ବିଜେଡି ଯେତେବେଳେ କହିଛନ୍ତି ସେ ଦଳରେ ନାହାନ୍ତି, ଆମେ ମିଡିଆ ବାଲା ତାଙ୍କୁ ନେଇକି କାହିଁକି ବୁଲୁଛେ ନା ଆମେ ତାକୁ ଓଟିଭି କି ଛାଡ଼ିଦେବା, ସେ ଦାୟିତ୍ୱ ଅର୍ଗସକୁ ଛାଡ଼ିଦେବା। ଯେଉଁମାନେ ଏଲିନା ଶ୍ରୀମୟୀ କହିଲେ ବିଗ୍ ବ୍ରେକିଂ କରିକି ତାଙ୍କ ଆଙ୍କର ମାନେ ଚିତ୍କାର କରିବା ପାଇଁ ରେଡି ହେଇକି ଅଛନ୍ତି। ତେଣୁ ମୁଁ ଭାବୁଛି ଏଲିନା ଶ୍ରୀମୟୀଠୁ ଆମେ ଟିକେ ଦୂରେଇକି ରହିବା, କାହିଁକିନା ସେ ବିଜେଡିରେ ଅଛନ୍ତି କି, ବିଜେଡି ତାଙ୍କୁ ତ ସସ୍ପେଣ୍ଡ କରିଦେଇଛି। ତେଣୁ ସିଏ ବିଜେଡି ଉପରେ କହିବେ, ଆମେ ତାକୁ ନେଇକି ବିଜେଡି ନେତା ବୋଲି ଇଏ କରିବା। ଆଉ ସମ୍ବିତ ରାଉତରାୟ ବାବୁ କହିଛନ୍ତି, ଅବଶ୍ୟ ସେ କହିବା ସ୍ୱାଭାବିକ, ତାଙ୍କୁ ବୋଧେ ଡାକି ନଥିଲେ। ଦାମବାବୁଙ୍କ ପୁଅ କି ନାହିଁ, ସିଏ ତାଙ୍କ ବାପାଙ୍କୁ ସବୁବେଳେ ଖୋଜା ଲୋଡ଼ା ହେଉଥିଲା, ଆଉ ତାଙ୍କ ପୁଅକୁ ଡକା ହେଉନି। ତେଣୁ କ୍ଷୋଭ ପ୍ରକାଶ ରହିଛି। ମୁଁ କହିଥିଲି ବିଜେଡିର ଏକତା ସୃଷ୍ଟି ହେବ କେମିତି, ଯଦି 60ରୁ 65,000 ଭୋଟ ଜିତିଥାନ୍ତ। ବର୍ତ୍ତମାନ ଯେତେବେଳେ ତୁମେ 40ରୁ ଖସିଗଲ, ଆଉ ଏକତା କେଉଁଠି ଆସିବ? ଏକତା ଛକ ଥିଲା ନୂଆପଡ଼ାରେ, ସେ ଏକତା ଛକରେ ମୋହନ ମାଝୀ ତାଙ୍କର ଶକ୍ତି ପ୍ରଦର୍ଶନ କଲେ। ସେଇ ଏକତା ଛକରେ ନବୀନ ବାବୁ ତାଙ୍କ ଦୁର୍ବଳତା ପ୍ରକାଶ କଲେ, କାହିଁକିନା 100-150 ପୋଲିସ, ଲୋକ କମ୍। ତେଣୁ ଏଇସବୁ ଆଉ ଏକତାର କଥା ନାହିଁ। କିନ୍ତୁ ଏକତା ଏଇଥିପାଇଁ ହେଇଛି, ଦେଖନ୍ତୁ ବିଜେଡି ନେତା ଏକତା ରକ୍ଷା କରିଛନ୍ତି କ'ଣ, ଯେ ନୂଆପଡ଼ା ହାରିଗଲା ପରେ ଆମେ ଆଉ ପଦିଏ ପାଟି ଖୋଲିଆନି, ଆମେ ତାହେଲେ ନୀରବ ରହିବା।
किए पाई 3 खंड किए 5 खंड किए 8 खंड किए पाई 50 ता भर गधम भितर घोड़ा अच्छा बीजेडी मात्र जोड़े बुथ रे अग्रणी लाभ कर 356 बुथ रे पछुआ तेणु एकता आई कौन जे आम एकाठी एमती लड़िलु जे आउ कई क्या टार्गेट करवानी आलो सखी आपण मत आप रखी ना तू तो मुतुरी मु तो मुतुरी हेंस कहीं धोवा देखु विरोधी अनेक कथा कहे जदि सी बाली चोरी कि पत्थर चोराउं आपण कांग्रेस पक्ष जा जगुना वीडियो करूँ प्रत्येक संस्कृति रखते सी बाली ट्रक बोधे चलैकी जाऊँ कि ना से पत्थर ट्रक चलाउं कि ना एवं जदि आम परोक्ष कहते संस्कृति रही तेणु विरोधी अभियोग करेंगे सरकार पुलिस की तथ्य दिंतु से कार्यानुष्ठान ग्रहण करेंगे जेपर्यंत सरकार बांधी ना बाली चोरी अभियोग सरकार मोरम चोरी अभियोग बांधी ना सरकार माकड़ा पत्थर कि अन्य पत्थर चोरी घटना बांधी ना आम कि जन को चोर कहीदे तेणु से भक्त बाबू कौन डाटा रखिदेवे तेणु सी कहे ए नहीं कि हिमांशु बाबू जहाँ खंडन करवा करेंगे कि जेपर्यंत सरकार कहते सी चोर नुहति आम बुझिया कौन सी चोरई ना आ विरोधी काम है निश्चित भाव में टार्गेट करेंगे कहीं लिकु साहू पोमनार जो झटका देती विजु जनता दल को कांग्रेस को से प्रशंसा कर निंदा कर